ଆଜିର ପ୍ରଥମ ପ୍ରଶ୍ନ, କଂଗ୍ରେସର କେଉଁ ବାର୍ଷିକ ଅଧିବେଶନରେ ଅସହଯୋଗ ଆନ୍ଦୋଳନ ଚାଲୁ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା? ଉତ୍ତର ଅହମ୍ମଦାବାଦ। ପରବର୍ତ୍ତୀ ପ୍ରଶ୍ନ, ଜାଲିଆନୱାଲାବାଗ ହତ୍ୟାକାଣ୍ଡ ଘଟଣାକୁ କେଉଁ କମିଟି ତଦନ୍ତ କଲା? ଉତ୍ତର ହଣ୍ଟର କମିଟି। ପରବର୍ତ୍ତୀ ପ୍ରଶ୍ନ, ଅସହଯୋଗ ଆନ୍ଦୋଳନ ଆରମ୍ଭ ଦିନ ପୂର୍ବାହ୍ନରେ କେଉଁ ସ୍ୱାଧୀନତା ସଂଗ୍ରାମୀଙ୍କ ଦେହାନ୍ତ ହୋଇଥିଲା? ଉତ୍ତର ବାଲ ଗଙ୍ଗାଧର ତିଳକ। ପରବର୍ତ୍ତୀ ପ୍ରଶ୍ନ, କିଏ ଇଣ୍ଡିଆ ୱିନ୍ସ ଫ୍ରିଡମ୍ ନାମକ ପୁସ୍ତକ ଲେଖିଥିଲେ? ଉତ୍ତର ମୌଲାନା ଆବୁଲ କାଲାମ ଆଜାଦ। ପରବର୍ତ୍ତୀ ପ୍ରଶ୍ନ, ହଣ୍ଟର କମିଟି କେବେ ଗଠିତ ହୋଇଥିଲା? ଉତ୍ତର 1919 ଅକ୍ଟୋବର 14ରେ। ପରବର୍ତ୍ତୀ ପ୍ରଶ୍ନ, କିଏ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଥମ ସଭାପତି ଥିଲେ? ଉତ୍ତର ଗୋପବନ୍ଧୁ ଦାସ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଅନୁଷ୍ଠାନ ସ୍ୱରାଜ ସମାଚାର ପତ୍ରିକା ପ୍ରକାଶ କରୁଥିଲା? ଉତ୍ତର ସ୍ୱରାଜ ମନ୍ଦିର। ପରବର୍ତ୍ତୀ ପ୍ରଶ୍ନ, କେଉଁ ତାରିଖରୁ ଭାରତ ଶାସନ ଆଇନ 1919 ପ୍ରଚଳିତ ହେଲା? ଉତ୍ତର ଡିସେମ୍ବର 23ରୁ। ପରବର୍ତ୍ତୀ ପ୍ରଶ୍ନ, ମହାତ୍ମା ଗାନ୍ଧୀ କେଉଁ ଦିନ କଟକରେ ଜନସମାବେଶକୁ ଉଦ୍ବୋଧନ ଦେଇଥିଲେ? ଉତ୍ତର 1921 ମାର୍ଚ୍ଚ 23ରେ। ପରବର୍ତ୍ତୀ ପ୍ରଶ୍ନ, କାହାର ପ୍ରେରଣାରେ ସମ୍ବଲପୁର ଜିଲ୍ଲା ସ୍କୁଲର ଛାତ୍ରମାନେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ? ଉତ୍ତର ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର। ଯଦି ଆପଣମାନଙ୍କୁ ଆମର ଏହି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।